ଆଜିକାଲିର ଯେଉଁ ଛୁଆ ଗୁଡ଼ାକ ତମାନେ ଇଣ୍ଟିମେଟ୍ ସିନ୍ ଗୁଡ଼ାକ ଯେଉଁ କରୁଛ, ଯାହାକି ମାନେ ନର୍ମାଲି ଦେଖିବାଟା ଠିକ୍ ଲାଗେନି ସୋସାଇଟିରେ। ନାଚୁଛ, ଗାଉଛ, କଲେଜରେ ସାଙ୍ଗମାନଙ୍କ ସାଥିରେ ଭିଡ଼ିଓ କରୁଛ, ମନା ନାହିଁ। କିନ୍ତୁ ଅନ୍ୟ କିଛି ଯେଉଁ ଭିଡ଼ିଓସ୍ ଗୁଡ଼ାକ ବନାଉଛ ତମାନେ, ରିଲ୍ସ ଗୁଡ଼ାକ ଛାଡ଼ୁଛ, ତୁମ ଘରେ କିଛି କହୁନାହାନ୍ତି ନା? ଯେ ଘରେ ଯଦି ବି କିଛି କହୁନାହାନ୍ତି, ସାହି ପଡ଼ିଶା, ତୁମର ରିଲେଟିଭ୍ସ କେହି କିଛି କହୁନାହାନ୍ତି ନା? ଭାଇ, ଆମ ଟାଇମ୍ରେ ମୁଁ ଯଦି ଗୋଟେ ପୁଅ ସାଥିରେ କଥା ବି ହେଇଯାଏ, ତୁଣ୍ଡ ବାଇଦ ସହସ୍ର କୋଶ। ଆମ ସାହି ପଡ଼ିଶା ସାହି ପୁରା ଗାଁ ହାଲା ହେଇଯାଏ। ଦୋକାନ ବଜାର ଇଏ ସେ ପୁଅ ସାଥିରେ କଥା ହେଉଥିଲା, ତା'ର ଲଭ୍ ଆଫେୟାର୍ ଚାଲିଛି। ମାନେ ଶେଷରେ ମିଟିଂ ବସିବା ଯାଏଁ କଥା ଆସିଯାଏ। ଘର ଲୋକ ତ ତାଗିଦ କରିବେ, ସାହି ଲୋକ, ଆଖପାଖ ଲୋକ ସବୁ ଆମକୁ ତାଗିଦ କରିବେ। ଗାଳି ମାଡ଼ ତ ଅଲଗା ପ୍ରକାର ବାଜିବ ପୁରା। ପାଠ ଚାଠ କିଛି ନାହିଁ, ଲଭ୍ ଆଫେୟାର୍ରେ ପଡ଼ିଗଲା, ବର୍ବାଦ ହେଇଗଲା। ଏସବୁ ଆଜିକାଲି କିଛି ହେଉନି ନା? ଘରେ ବାପା ମା ସାହି ପଡ଼ିଶା କେହି ତାଗିଦ କରୁନାହାନ୍ତି ନା? ଲକି। ମୋତେ ତ ମାନେ ଝାଡ଼ୁ, ବାଡ଼ି, ବେଲଣା ସରି ଆଜିକାଲି ତ ମନା ହେଇଛି ନା, ଛୁଆମାନଙ୍କ ଉପରେ ହାତ ଉଠେଇ ହେବନି। ଚାଇଲ୍ଡ ହେଲ୍ପଲାଇନ୍ ଅଛି ନା। ଆଚ୍ଛା, ଯେଉଁ ଗାଁରେ ତୁମର ବୁଢ଼ୀ ଲୋକ, ମୁରବି ଲୋକ ଗୁଡ଼ାକ ତାଗିଦ କରନ୍ତି, ସେଗୁଡ଼ାକର ପ୍ରଥା ଆଜିକାଲି ନାହିଁ ନା? ନା ସେଗୁଡ଼ାକ ଡାଇନୋସର ଆମର ଯେମିତି ଉଭେଇ ଗଲେଣି, ଏମାନେ ବି ଉଭେଇ ଗଲେ ନା?